ବର୍ଷ 1956 ଜାନୁଆରୀ ମାସର ଜହ୍ନମାମୁରେ ପ୍ରକାଶିତ ବିକ୍ରମ ବେତାଳର କାହାଣୀ ହସ କାନ୍ଦ। ଆସନ୍ତୁ ଶୁଣିବା। ବିକ୍ରମାର୍କ ଆଦୌ ହଟିଲେନି। ଜିଦ୍ ଧରି ସେ ପୁଣି ଗଛ ପାଖକୁ ଗଲେ। ଶବଟା ଗଛ ଉପରୁ ଓହ୍ଲେଇ କାନ୍ଧରେ ଧରି ବାହାରି ଯିବା ବେଳେ ଶବ ତଳେ ଥିବା ବେତାଳ କହିଲା, ରଜା, ତମେ ଅନ୍ୟ ଲୋକ ଦ୍ୱାରା ଏ କାମ କରେଇ ପାରନ୍ତ। ରାତିରେ ତମେ ଏମିତି ଏକ ବୋଝ ବୋହିବା ଦେଖିଲେ ମୋତେ ଦୁଃଖ ହୁଏ। ବୋଝ ବହି ବହି ତମେ ଥକା ମାରିଯିବ। ଶୁଣିଯାଅ ଏକ ଆଚମ୍ବିତ କାହାଣୀ। ବେତାଳ ଏପରି ଏକ କାହାଣୀ କହିବାକୁ ଲାଗିଲା। ଅଯୋଧ୍ୟା ନଗରୀ। ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଦିନେ ସେଠି ରାଜପଣ କରୁଥିଲେ। ରାମ ରାଜ୍ୟରେ ମର୍ଯ୍ୟାଦା ଥିଲା। ସେହି ଅଯୋଧ୍ୟା ଦିନେ ବୀରକେତୁ ମହାରାଜଙ୍କ ରାଜଧାନୀ ଥିଲା। ତାଙ୍କ ରାଜତ୍ୱରେ ଅଯୋଧ୍ୟାରେ ପ୍ରତିଦିନ ବିଚିତ୍ର ବିଚିତ୍ର ଚୋରି ଘଟଣାମାନ ଘଟିବାକୁ ଲାଗିଲା। ଚୋରି ଯିବା ଦୁଃଖରେ ନାଗରିକମାନେ ଆସି ରଜାଙ୍କୁ ଜଣାକଲେ, ମହାପ୍ରଭୁ, ଆମକୁ ଯେପରି ହେଲେ ଚୋର ଦାଉରୁ ବଞ୍ଚାନ୍ତୁ। ଲକ୍ଷେ ଚେଷ୍ଟାରେ ସୁଦ୍ଧା ଚୋରର ଠିକଣା ଆମେ ପାଉନୁ। ଚୋରକୁ ଧରିବା ତ ଦୂର କଥା, ତାର ଦେଖା ସୁଦ୍ଧା ମିଳୁନାହିଁ। ଦିନ ଦ୍ୱିପହରରେ ମଧ୍ୟ ଚୋରି ହେଉଛି। ବୀରକେତୁ ଜନତାକୁ ଆଶ୍ୱସ୍ତ ଦେଇ କହିଲେ, ଯାଅ, ମୁଁ ଏ ବିଷୟରେ ଚିନ୍ତା କରିବି। ସିପାହୀଙ୍କ ବେଶ ବଦଳାଇ ଦେଇ ସେମାନଙ୍କୁ ନଗର ପହରା ଦେବାକୁ ପଠାଇଦେଲେ। ସିପାହୀଙ୍କ ସାବଧାନତା ସତ୍ତ୍ୱେ ଯେମିତି ସେମିତି ଚୋରି ଚାଲିଲା, କାରଣ ଚୋର ଧରା ପଡ଼ିପାରିଲା ନାହିଁ। ବୀରକେତୁ ବୁଝିଗଲେ ଚୋରମାନେ ବହୁତ ଚତୁର। ସିପାହୀଙ୍କୁ ସହଜରେ ଚିତା କାଟି ଦେଉଛନ୍ତି। ସ୍ୱୟଂ ରାଜା ଚୋର ଧରିବାକୁ ବାହାରି ପଡ଼ିଲେ। ବେଶ ବଦଳାଇ ରଜା ରାତିରେ ଉଣ୍ଡି ଉଣ୍ଡି ଗଲାବେଳେ ଦେଖିଲେ ଜଣେ ବ୍ୟକ୍ତିଙ୍କୁ। ସନ୍ଦେହ କଲେ, ତା ପାଖକୁ ଲାଗିଗଲେ। ଲୋକଟା ରାଜାଙ୍କୁ ପଚାରିଲା, ତୁମେ କିଏ? ରାଜା ଆଜ୍ଞା ହେଲେ, ଚୋର। ଲୋକଟା କହିଲା, ତାହେଲେ ତୁ ମୋର ସାଥୀ। ଆ, ଘରକୁ ଯିବା, ତତେ ମୁଁ ଆଜି ଚେଲା ବନେଇଦେବି। ରଜା ତା ସାଙ୍ଗରେ ତା ଘରକୁ ଗଲେ। ତା ଘର ବଣ ଭିତରେ ମାଟି ତଳେ। ସେଠିକି ଯିବା ରାସ୍ତାରେ ରାଜାଙ୍କ ଯିବା କଷ୍ଟ ହେଲା। ଯାହା ହେଉ, ଚୋର ରାଜାଙ୍କୁ ନେଇ ଏକ ଗମ୍ଭୀରରେ ବସେଇ ଦେଇ ତଳକୁ ଚାଲିଗଲା। ଜଣେ ଦାସୀ ଆଜି ରାଜାଙ୍କୁ କହିଲା, ତମେ କିଏ? ତମେ ଯଦି ଏ ଚୋରର ଠିକଣା ଜାଣିଯାଅ, ତମର ଜିଇଁ ରହିବା ଏତିକି। ଏହି କ୍ଷଣି ଏଇଠୁ ପଳାଇ ଯାଅ। ରଜା ସେହି କ୍ଷଣି ସେଠୁ ଚାଲିଗଲେ। ତୁରନ୍ତ ରାଜଧାନୀକି ଫେରି ସଶସ୍ତ୍ର ପାଇକଙ୍କମାନଙ୍କୁ ସାଙ୍ଗରେ ନେଇ ପୁଣି ସେଠିକି ଯାଇ ପହଞ୍ଚିଲେ। ଚୋର ଓ ପାଇକଙ୍କ ମଧ୍ୟରେ ଭାରି ଯୁଦ୍ଧ ହେଲା। ଚୋରଟା ଏକାକୀ ଖୁବ୍ ଲଢ଼ିଲା। ଜଣେ ଦୁଇ ଜଣ ସିପାହୀଙ୍କୁ ଘାଇଲା କରିଦେଲା। ଶେଷରେ ସେ ରାଜାଙ୍କ ନିକଟରେ ପରାଜୟ ମାନିଲା। ବୀରକେତୁ ଡକାୟତର ଦି ହାତକୁ ପିଠିପଟେ ବନ୍ଧେଇ ଚଲେଇ ଚଲେଇ ନେଲେ। ବିଚାର ଚାଲିଲା। ସେହି ଡକାୟତ ବହୁତ ଦିନ ହେଲା ଅଯୋଧ୍ୟାରେ ଚୋରି କରୁଥିଲା ବୋଲି ସାବ୍ୟସ୍ତ ହେଲା। ଚୋରି ଯିବା ମାଲ ଧରା ପଡ଼ିଲା। ରାଜା ଚୋରକୁ ଦଣ୍ଡ ଦେଲେ। ଚୋରକୁ ଦଣ୍ଡ ଦେବା ପାଇଁ ସିପାହୀମାନେ ନଗର ବାହାରକୁ ନେଲାବେଳେ ଅଯୋଧ୍ୟାର ବଡ଼ ବେପାରୀ ରତ୍ନଦତ୍ତ ସେଠଙ୍କ କନ୍ୟା ରତ୍ନବତୀ ଚୋରକୁ ଦେଖି ବାପାକୁ କହିଲା, ବାପା, ମୋତେ ସେ ଚୋର ସାଙ୍ଗରେ ବାହା କରିଦିଅ। ସେଠ ରତ୍ନଦତ୍ତ ଏହା ଶୁଣି ମୂର୍ଚ୍ଛିତ ହୋଇଗଲେ। ରତ୍ନବତୀ ବାପା ମାଆର ଏକୋଇର ବଳା ଝିଅଟିଏ। ଅନେକ ବର୍ଷ ପରେ ଜନ୍ମ ହୋଇଛି। ବଡ଼ ଲାଲନ ପାଳନରେ ବଢ଼ିଛି। ରତ୍ନବତୀର ସୌନ୍ଦର୍ଯ୍ୟ ଦେଖି ଜଣେ କୋଟିପତି ସେଠର ପୁଅ ତାକୁ ବାହା ହେବ ବୋଲି ମଧ୍ୟ ଆଶ୍ୱସ୍ତି ଦେଇଥିଲା। ରତ୍ନବତୀ ସେଠ ପୁତ୍ରକୁ ବାହା ଦେବାକୁ ନାହିଁ କଲା। କହିଲା, ସେ ବାଡ଼ୁଅ ରହିବ। ଚେତା ଫେରି ପାଇ ରତ୍ନଦତ୍ତ କହିଲା, ଇଏ କ'ଣ ମା? ବଡ଼ ବଡ଼ କୋଟିପତିଙ୍କ ପୁଅକୁ ବାହା ହେବାକୁ ନାହିଁ କରିଦେଲୁ, ଏବେ ଧୂର୍ତ୍ତ ଦୁଷ୍ଟ ଡକାୟତଟାକୁ ବାହା ହେବାକୁ କହୁଛୁ? ରତ୍ନାବତୀ ବାପା କଥା ଶୁଣିଲାନି। ଧନୀ କୁବେରମାନେ ଯେତେବେଳେ ଆସିଥିଲେ ବାପାଙ୍କ ପ୍ରସ୍ତାବକୁ ଉପେକ୍ଷା କରି ସେ ସେମାନଙ୍କୁ ପାଦରେ ଆଡ଼େଇ ଦେଲା। ଏବେ ଚୋରଟାକୁ ବାହା ହେବାକୁ ଧରି ବସିଲା। ସେ ଚୋର ହେଉ, ତାକୁ ଦଣ୍ଡ ହେଉ, ମୁଁ ତାକୁ ହିଁ ପତି ରୂପରେ ବରଣ କରିବି। ଯଦି ତମେ ମୋର ବାହା କରାଇବାକୁ ଚାହଁ, ତା ସାଙ୍ଗରେ ଏକା ବାହା କରାଇ ଦିଅ। ତମେ ଯଦି ମୋତେ ତା ସାଙ୍ଗେ ବାହା କରାଇ ନ ଦିଅ, ତେବେ ମୁଁ ତାରି ସାଙ୍ଗରେ ପଳେଇବି। ରତ୍ନବତୀ ବାପାର ମୁହେଁ ମୁହେଁ କହିଲା। ଏହା ଶୁଣି ରତ୍ନଦତ୍ତକୁ ବଡ଼ ଦୁଃଖ ଲାଗିଲା। ସେଠ ଝିଅ
ଯେ ବାୟାଣୀ ପରି ଯାହା ପାଇଁ ଆଉଳି କରୁଥିବ ତାହା ଧରି ବସିଥିବ ସେଠ ତାହା ଭଲ ଭାବେ ଜାଣେ। ତେଣୁ ସେଠ ଯାଇ ମହାରାଜ ବୀରକେତୁଙ୍କୁ ଜଣାଗଲା, ମହାପ୍ରଭୁ, ଡକାୟତଟାକୁ ମୋ ଜିମାରେ ଛାଡ଼ି ଦିଅନ୍ତୁ, ମୁଁ ମୋର ସାଙ୍ଗ ନେଇ ଦେଇଦେବି। କିନ୍ତୁ ରଜା ମାନିଲେ ନାହିଁ। ଯେଉଁ ଚୋରଟା ଲୋକଙ୍କୁ ଏତେ ହନ୍ତସନ୍ତ କରିଛି ତାକୁ କଥା କଥାକେ ଛାଡ଼ିଦେବାକୁ ରାଜା ମଙ୍ଗିଲେ ନାହିଁ। ହତାଶ ହୋଇ ରତ୍ନଦତ୍ତ ଘରକୁ ଫେରିଲା। ଦେଖିଲା ତା ଝିଅ ସଜବାଜ ହୋଇ ବସିଛି। ରତ୍ନଦତ୍ତ ଝିଅକୁ କହିଲା, ମା, ମୁଁ ଯିବାଟା ନିଷ୍ଫଳ ହେଲା। ଡକାୟତକୁ ଛାଡ଼ିବାକୁ ରାଜା ନାସ୍ତି କରିଦେଲେ। ଚୋର ବଦଳରେ ମୁଁ ମୋର ସର୍ବସ୍ୱ ଦେଇଦେବି ବୋଲି କହିଲି, ତଥାପି ରାଜା ନାହିଁ କଲେ। ରାଜା ଗୋଜା ଝିଅଙ୍କ ବର ଏହି ତିନଙ୍କୁ ନାହିଁ ଉତ୍ତର। ସ୍ୱର୍ଗକୁ ନିଶୁଣି ନାହିଁ, ବଡ଼ ଲୋକଙ୍କୁ ଉତ୍ତର ନାହିଁ। ତୋର ଏ ବାହା ହୋଇପାରିବନି ମା। ରତ୍ନବତୀ କହିଲା, ମୋର ଏ ବିବାହ ନ ହେଲେ ମୁଁ ସତେ ଯିବି ବାପା। ଏହା କହି ସେଠ କୁମାରୀ ପାଲିଙ୍କିରେ ବଧସ୍ଥଳୀକୁ ଗଲା। କାନ୍ଦି କାନ୍ଦି ତା ସାଙ୍ଗରେ ସେଠ ସେଠିଆଣି ଧାଇଁଲେ। ସେମାନେ ବଧ୍ୟସ୍ଥଳରେ ପହଞ୍ଚୁ ପହଞ୍ଚୁ ଘାତକ ଚୋରକୁ ଫାଶୀ ଖୁଣ୍ଟ ପାଖରେ ଠିଆ କରାଇ ଦିଆଯାଇଥିଲା। ଚୋରଟା ମଲା ନ ମଲା ଭଳି ରହିଥିଲା। ରତ୍ନଦତ୍ତ ନିଜ ଝିଅକୁ ଡକାୟତ କତିକି ନେଇ କହିଲେ, ଦେଖ ବାପ, ମୋ ଝିଅ ତମକୁ ଏକା ବାହା ହେବାକୁ ଅଳି କରୁଛି। ଏହା ଶୁଣିଲାରୁ ଡକାୟତର ଦୃଷ୍ଟି ରତ୍ନାବତୀ ଉପରେ ପଡ଼ିଲା। ଚାରି ଚକ୍ଷୁର ମିଳନ ହୋଇଗଲା। ଡକାୟତ କାନ୍ଦ କାନ୍ଦ ହୋଇ ମୁରୁକି ହସ ଦେଲା। ସଙ୍ଗେ ସଙ୍ଗେ ତାର ପ୍ରାଣପକ୍ଷୀ ଉଡ଼ିଗଲା। ରତ୍ନାବତୀ ପ୍ରାଣପତିର ଶବ ଘେନି ଶ୍ମଶାନକୁ ଗଲା। ଚିତା ଉପରେ ଶବ ଥୋଇ ତାରି ଉପରେ ସେ ବସିଗଲା। କେବଳ ମନେ ମନେ ପତି ବରଣ କରି ସତି ଯିବାର ଦେଖି କାଳ ଭୈରବ ଉଭା ହୋଇ କହିଲେ, ମା, ତୋର ପତିଭକ୍ତି ଅସାଧାରଣ। ତୁ ଯେଉଁ ବର ମାଗୁଛୁ ମାଗ। ରତ୍ନବତୀ କହିଲା, ଦେବ, ମା ବାପର ମୁଁ ଏକମାତ୍ର ଝିଅ। ବଡ଼ ଯତ୍ନରେ ମୋତେ ପାଳିପୋଷି ବଡ଼ କଲେ। ମୁଁ ମଲେ ସେମାନେ କାନ୍ଦି କାନ୍ଦି ମରିବେ। ଆପଣ ସେମାନଙ୍କୁ ସନ୍ତାନ ଫଳ ଦିଅନ୍ତୁ। ସନ୍ତାନ ପାଇ ସେମାନେ ମୋତେ ଭୁଲି ଯାଆନ୍ତୁ। କାଳଭୈରବ ହସି ଦେଇ କହିଲେ, ତଥାସ୍ତୁ, ତୋ ଇଚ୍ଛା ପୂର୍ଣ୍ଣ ହେଉ। ଆଚ୍ଛା, ତୁ ତୋ ନିଜ ପାଇଁ କିଛି ଚାହୁଁନା? ମୁଁ ମୋ ପତି ସହିତ ରହିବା ଛଡ଼ା ଆଉ କିଛି ଚାହେଁନି। ପତି ହିଁ ମୋର ସର୍ବସ୍ୱ। ରତ୍ନବତୀ କହିଲା, ତୋର ଏହି ବର ମଧ୍ୟ ପୂର୍ଣ୍ଣ ହେଲା। କାଳଭୈରବଙ୍କ ମୁହଁରୁ ଏ କଥା ବାହାରୁ ବାହାରୁ ଡକାୟତର ଜୀବନ ସଞ୍ଚାର ହୋଇଗଲା। କାଳଭୈରବ ଉଭେଇ ଗଲେ। ଡକାୟତ ଉଇରେ ଉଠି ବସିଲା। ରତ୍ନଦତ୍ତ ଡକାୟତକୁ ନିଜ ଘରକୁ ନେଇ ତା ସାଙ୍ଗରେ ତା ଝିଅର ବିବାହ କରିଦେଲେ। ସେଠ ଘରେ ଭାରି ଗୋଟାଏ ବାହାଘର ଭୋଜି ହେଲା। ବେତାଳ ଏହି କାହାଣୀ ଶୁଣାଇ ପଚାରିଲା, ରାଜନ, ଫାଶୀ ଖମ୍ବରେ ଝୁଲୁଥିବା ଡକାୟତ ରତ୍ନବତୀ ତାକୁ ବାହା ହେବା ଜାଣି କାହିଁକି କାନ୍ଦିଲା, କାହିଁକି ହସିଲା? ଏ କଥା ତମେ ଯଦି ଉତ୍ତର ନ ଦେବ ତମର ମୂର୍ଦ୍ଧନା ପାତ ହୋଇଯିବ। ବିକ୍ରମାର୍କ କହିଲେ, ବନ୍ଧୁଙ୍କ ଋଣ ପରିଶୋଧ ନ କରି ଚାଲି ଯାଉଥିବାରୁ ସେ ଦୁଃଖରେ କାନ୍ଦିଲା। ବଡ଼ ବଡ଼ ସେଠମାନଙ୍କୁ ଉପେକ୍ଷା କରି ତାପରି ଚୋରଟାକୁ ବାହା ହେବାକୁ ସଂକଳ୍ପ କରିବା ଜାଣି ସେ ହସିଲା। ରାଜାଙ୍କର ମୌନ ଭଙ୍ଗ ହେଲାରୁ ବେତାଳ ଅଦୃଶ୍ୟ ହୋଇଯାଇ ଗଛ ଉପରକୁ ଚଢ଼ିଗଲା। ବିକ୍ରମାର୍କ ଆଶ୍ଚର୍ଯ୍ୟରେ ସେଠି ଠିଆ ହୋଇ ରହିଲେ। ଆପଣ ଶୁଣୁଥିଲେ ବିକ୍ରମ ବେତାଳ କାହାଣୀ। କାହାଣୀର ଶୀର୍ଷକ ଥିଲା ହସ ଓ କାନ୍ଦ। ଜହ୍ନମାମୁଁ ପତ୍ରିକାରେ 1956 ମସିହାର ଜାନୁଆରୀ ମାସରେ ଏହି କାହାଣୀଟି ପ୍ରକାଶିତ ହୋଇଥିଲା।